ଜୟ କେବଳ ପରାଜୟ ହବ। ମାନେ ଜୟ ଯେତେବେଳେ ପର ଘରକୁ ଗଲା ସେତେବେଳେ ତା ପୂର୍ବରୁ ପର ଲାଗିବ, ମାନେ ପରାଜୟ। ଆପଣ ଶୁଣନ୍ତୁ, ଆପଣଙ୍କର ବିହାରରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଗଲାଣି। ଏନଡିଏ ହଉ କି ଇଣ୍ଡିପେଣ୍ଡେଣ୍ଟ ହଉ, କିଏ ପ୍ରାର୍ଥୀ ଘୋଷଣା କଲେଣି ନା ନୂଆପଡାରେ ବିଜେପି ତାର ବିଧିବଦ୍ଧ ଭାବରେ ପ୍ରାର୍ଥୀ ଘୋଷଣା କଲାଣି? ନୋମିନେସନ ସରିବା ପୂର୍ବରୁ ପ୍ରାର୍ଥୀ ଘୋଷଣା କରିକି ନାମାଙ୍କନ ପତ୍ର ଦାଖଲ କରାଯିବ। ବିଜୁ ଜନତା ଦଳ ଠିକଣା ସମୟରେ ଠିକଣା ପଦକ୍ଷେପ ନେବ, ସେଥିପାଇଁ ବ୍ୟସ୍ତ କଣ ଅଛି? ବିଭିନ୍ନ ଦୃଷ୍ଟିକୋଣରୁ ଗୋଟେ ଦୃଢ ପ୍ରାର୍ଥୀ ଦେବାର ଆବଶ୍ୟକତା ଅଛି। ସେଥିପାଇଁ ଗୋଟେ ଦଳ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ କରୁଛି, ଆମେ ଅପେକ୍ଷା ରଖିବା। ବାବା ଯେତେ ପର୍ଯ୍ୟନ୍ତ ଆମ ଦଳର ମୁଖ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କାହାର ନାଁ ଘୋଷଣା କରିନାହାନ୍ତି, ତା ପୂର୍ବରୁ ଆମେ ଆକଳନ କରିବା ବା ଏଇଭଳି ଅନ୍ଦାଜ ଲଗେଇ କହିବା ଠିକ ହବନି। ଆମେ ଅପେକ୍ଷା ରଖିବାକୁ ପଡିବ। ବିଜେଡି ସବୁବେଳେ ସିରିୟସ ଲଢେ। ଇତିହାସ କହିଛି ବିଜେଡି ପୁରା ଦମ ଦେଇକି ଫାଇଟ କରେ। ଲଢେଇ ଆରମ୍ଭ ନ ହଉଣୁ, ନୋମିନେସନ ନ ସରୁଣୁ, ପ୍ରଚାର ଆରମ୍ଭ ନ ହଉଣୁ କିଏ ପ୍ରଚାର କରୁନି କିଏ ପ୍ରଚାର କରୁଛି ଏସବୁ ଆକଳନ କରି ଲାଭ କଣ ଅଛି? ଜୟ କେବଳ ପରାଜୟ ହବ। ମାନେ ଜୟ ଯେତେବେଳେ ପର ଘରକୁ ଗଲା ସେତେବେଳେ ତା ପୂର୍ବରୁ ପର ଲାଗିବ, ମାନେ ପରାଜୟ।